ଶ୍ୟାମନାଗର ଯେତେବେଳେ ଗୋପ ଛାଡ଼ିକିରି ଅକ୍ରୁର ଯେତେବେଳେ ରଥରେ ନେଇଯାଉଛନ୍ତି, ରଥ ମଥୁରା ଦାଣ୍ଡକୁ ଉଦ୍ୟତ ହେଇଛି ଯିବା ପାଇଁ ଗୋପପୁରରୁ। କୃଷ୍ଣ ବଳରାମ ବସି ଯାଇଛନ୍ତି ଏବଂ ମା ଯଶୋଦା ତ କାନ୍ଦିଥିଲେ। ଆପଣ ଷଷ୍ଠ ଛାନ୍ଦରେ ମୁଁ କହିଥିଲି ଆରେ ବାବୁ ଶ୍ୟାମ ଘନ ଇତ୍ୟାଦି, ଏବଂ ସପ୍ତମ ଛାନ୍ଦରେ ଆଉ ଗୋପାଙ୍ଗନାମାନଙ୍କର ବିଳାପ ଏବଂ ସେମାନଙ୍କର କିଭଳି ହୃଦୟ ବିଦୀର୍ଣ୍ଣ ହୋଇଯାଉଛି ଏବଂ ସେମାନେ ଭଗବାନ ଶ୍ରୀକୃଷ୍ଣ ଆଉ ଫେରିବେ କି ନ ଫେରିବେ ସଂଶୟ ଭିତରେ ଆକୁଳିତ ବ୍ୟାକୁଳିତ ଚିତ୍ତରେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ ଅନେକ କଥା କହିଛନ୍ତି। ତାଙ୍କର ବିଚ୍ଛେଦରେ ଆଉ ତାଙ୍କର ପ୍ରାଣ କେମିତି ଦଗ୍ଧୀଭୂତ ହେବ ଏବଂ ଗୋପରେ ଆଉ ତାଙ୍କୁ କିଛି ଭଲ ଲାଗିବନି, ଏଇସବୁ ତଦ୍ବିଷୟକ ଆଲୋଚନା ମୁଁ ସପ୍ତମ ଛାନ୍ଦର କିଛି ଅଂଶ କରିଥିଲି। ଆସନ୍ତୁ ବର୍ତ୍ତମାନ ଏସବୁ ଶୁଣିବା ପରେ ଗୋପାଙ୍ଗନାମାନଙ୍କର କଥା ଶୁଣିବା ପରେ ରଥାରୂଢ଼ ଅର୍ଥାତ୍ ମଥୁରାକୁ ଧନୁଯାତ୍ରା ଦେଖି ବାହାରିଥିବା ଭଗବାନ ଶ୍ରୀକୃଷ୍ଣ ବା